କ'ଣ ବାସ୍ତବରେ କେହି ଭଗବାନ ଅଛନ୍ତି? ଆପଣଙ୍କ ମନରେ ବି ବେଳେ ବେଳେ ଏମିତି ପ୍ରଶ୍ନ ଆସୁଥିବ। ଆଉ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଁ ଆଜି ଆପଣଙ୍କୁ ଏକ କାହାଣୀ କହୁଛି। ନମସ୍କାର, ମୁଁ ଦେବାଶିଷ। ଦର୍ଶକ ବନ୍ଧୁ, ବେଳେବେଳେ ଏମିତି ହୋଇଥାଏ କି ଆମେ ସମସ୍ତେ ଜାଣିଛୁ ଯେ କେହି ତ ଜଣେ ଏକ୍ସଟର୍ନାଲ ପାୱାର ଅଛନ୍ତି ଯିଏକି ଆମ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି। କିଏ ତାଙ୍କୁ ଭଗବାନ କୁହନ୍ତି ତ ଆଉ କିଏ ଆଲ୍ଲାହ, ଯୀଶୁ ଏମିତି ବିଭିନ୍ନ ନାମରେ ଡାକନ୍ତି। କିନ୍ତୁ ଆମ ମଧ୍ୟରୁ ଏମିତି ବି କେହି ଅଛନ୍ତି ଯିଏ ସେଇ ଉପରବାଲାଙ୍କୁ ବିଶ୍ୱାସ କରନ୍ତି ନାହିଁ। ତ ଆଜି ଆପଣଙ୍କୁ ଏକ ଏମିତି କାହାଣୀ ଶୁଣେଇବି, ଶୁଣିଲା ପରେ ଆପଣ ବି କହିବେ କି ହଁ, କେହି ତ ଜଣେ ଅଛନ୍ତି ଯିଏ ଆମ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି। କୁଶଳ ନାମକ ଜଣେ ଦୟାଳୁ ବ୍ୟକ୍ତି ଥିଲେ ଯିଏକି ଭଗବାନଙ୍କୁ ବହୁତ ବିଶ୍ୱାସ କରୁଥିଲେ। ତାଙ୍କର ଏକ ଔଷଧ ଦୋକାନ ଅଛି। ସେଇ ଦୋକାନର ଏକ କୋଣରେ ସେ ଭଗବାନଙ୍କର ଫଟୋ ଲଗେଇଛନ୍ତି। ଯେତେବେଳେ ବି ଆସି ଦୋକାନ ଖୋଲନ୍ତି, ଦୋକାନ ସଫାସଫି କରିସାରିଲା ପରେ ହାତ ଗୋଡ଼ ଧୋଇକି ସବୁଦିନ ଭଗବାନଙ୍କ ଫଟୋକୁ ସଫା କରନ୍ତି ଆଉ ଧୂପ ଇତ୍ୟାଦି ଲଗେଇକି ସେ ନିଜ କାମରେ ଲାଗିଯାଆନ୍ତି। ତାଙ୍କର ଜଣେ ପୁଅ ଅଛି, ରମେଶ। ଇଏ ରମେଶ ମଧ୍ୟ ପାଠ ପଢ଼ା ସରିଲା ପରେ ନିଜ ବାପାଙ୍କ ସହିତ ଆସି ଦୋକାନରେ ବସୁଥାଏ। ସିଏ ବି ନିଜ ବାପାଙ୍କୁ ଏସବୁ କରିବାର ସବୁଦିନ ଦେଖୁଥାଏ। କିନ୍ତୁ ସିଏ ତ ଆଧୁନିକ ଯୁଗର ପଢ଼ା ଲେଖା ଯୁବକ ନା। ରମେଶକୁ ଏସବୁ ଭଗବାନ ଫଟୋ ଏସବୁ ମନରେ ଏକ ଭ୍ରମ ଲାଗୁଥାଏ। ମଝିରେ ମଝିରେ ସେ ନିଜ ବାପାଙ୍କୁ ମଧ୍ୟ କହୁଥାଏ କି ବାପା, ଆଜିକାଲି ଦୁନିଆରେ କ'ଣ ସତରେ ଭଗବାନ ଅଛନ୍ତି? ଏସବୁ ତ କେବଳ ମନର ଭ୍ରମ ମାତ୍ର। ଶାସ୍ତ୍ର ତ କହୁଛି ସୂର୍ଯ୍ୟ ରଥ ଉପରେ ବସି ପୃଥିବୀ ଚାରିପଟେ ବୁଲୁଛନ୍ତି। କିନ୍ତୁ ବିଜ୍ଞାନ ତ ଏଇଟା ସିଦ୍ଧ କରିଦେଇଛି ନା ଯେ ପୃଥିବୀ ହିଁ ସୂର୍ଯ୍ୟଙ୍କ ଚାରିପଟେ ଘୁରୁଛନ୍ତି। ଏମିତି ବାପାଙ୍କୁ ବହୁତ ଉଦାହରଣ ଦେଇ ବୁଝେଇବାକୁ ଚେଷ୍ଟା କରେ। ସେ ପ୍ରମାଣ କରିବାକୁ ଚାହେଁ କି ବାସ୍ତବରେ କେହି ଭଗବାନ ନାହାନ୍ତି। କିନ୍ତୁ ବାପା ତାଙ୍କୁ କେବଳ ସ୍ନେହଭରା ଦୃଷ୍ଟିରେ ଦେଖନ୍ତି ଆଉ କୁହନ୍ତିନି କିଛି। ସେ ଏ ବିଷୟରେ କିଛି ତର୍କ ବିତର୍କ କରିବାକୁ ଚାହାନ୍ତିନି। ଧୀରେ ଧୀରେ ସମୟ ବିତି ଚାଲିଥାଏ ଆଉ ସେ ପିତା ଜଣଙ୍କର ବି ବୟସ ହୋଇଯାଉଥାଏ। ସେ ଏଥର ଜାଣିସାରିଥିଲେ କି ତାଙ୍କର ଏବେ ଅନ୍ତିମ ସମୟ ଆସିଯାଇଛି। ଦିନେ ସେଇ ପିତା ଜଣକ ନିଜ ପୁତ୍ରକୁ ଡାକିଛନ୍ତି, ଆଚ୍ଛା ପୁଅ, ଏ ଭଗବାନ ଅଛନ୍ତି ତୁ ଏଇଟା ମାନ କି ନ ମାନ, ମୋ ପାଇଁ ତ ଏତିକି ଯଥେଷ୍ଟ କି ତୁ ଜଣେ ପରିଶ୍ରମୀ, ଦୟାଳୁ ଆଉ ସଚ୍ଚୋଟ ମଣିଷ। କିନ୍ତୁ କ'ଣ ମୋର ଗୋଟିଏ କଥା ରଖିବୁ? ପିଲାଟି ନମ୍ରତାପୂର୍ବକ କହିଛି, ଆପଣ କୁହନ୍ତୁ ନା ବାପା, ମୁଁ ଆପଣଙ୍କର ସବୁ କଥା ମାନିବି। ବାପା କହିଛନ୍ତି, ମୁଁ ଏ ଦୁନିଆରୁ ବିଦା ହେଲା ପରେ ତୁ ପ୍ରତିଦିନ ସେଇ ଦୋକାନରେ ଲାଗିଥିବା ଫଟୋକୁ ସଫା ରଖିବୁ। ଆଉ ଗୋଟିଏ କଥା ହେଉଛି, ତୁ ଯେତେବେଳେ ବି କୌଣସି ଅସୁବିଧାରେ ପଡ଼ିବୁ, ଯେତେବେଳେ କିଛି ଉପାୟ ମିଳୁନଥିବ, ସମସ୍ତ ରାସ୍ତା ବନ୍ଦ ଦେଖାଯାଉଥିବ, ଠିକ୍ ସେତିକି ବେଳେ ସ୍ୱଚ୍ଛ ମନରେ ଥରେ ଭଗବାନଙ୍କୁ ପ୍ରାର୍ଥନା କରିବୁ। ବାସ୍, ମୋର ଏଇ ଅନ୍ତିମ ଉପଦେଶ ତୁ ନିଶ୍ଚୟ ମନେ ରଖିବୁ। ପିଲାଟିର ଆଖି ଛଳ ଛଳ ହୋଇଯାଉଥାଏ। ବାପା, ଆପଣଙ୍କର ସବୁ କଥା ମନେ ରହିବ, କିନ୍ତୁ ଆପଣ ଏମିତି ନିଜର ଅନ୍ତ କଥା କୁହନ୍ତୁନି। ଆପଣଙ୍କର କିଛି ବି ହବନି। ବାସ୍ତବରେ ବାପା କିଛି ବି ହେଇଥାନ୍ତୁ, କିନ୍ତୁ ବାପାଙ୍କର ଥିବାଟା ଜରୁରୀ। ଯାହାର ମୁଣ୍ଡ ଉପରୁ ଇଏ ବାପା ମା ରୂପକ ଛତାଟି ହଜି ଯାଇଛି ନା, ତାଠୁ ଅଭାଗା ଏ ଦୁନିଆରେ କେହି ବି ହୋଇନପାରେ। ବାପା ଆଉ କିଛି ବି କହିନଥିଲେ। ଏମିତି କିଛି ଦିନ ବିତି ଯାଇଛି। ବାପା ମଧ୍ୟ ଏ ଦୁନିଆରୁ ବିଦାୟ ନେଇଛନ୍ତି। ସମୟ ବିତି ଚାଲିଥାଏ। ଦିନେ ବହୁତ ବର୍ଷା ହେଉଥାଏ। ସେଦିନ ବିଜୁଳି ବି ନଥାଏ। ରମେଶ ଦିନ ଯାକ ଦୋକାନରେ ବସିଥାଏ। ଆଜି ସେତେ କେହି ଗ୍ରାହକ ଆସୁନଥିଲେ। ସଞ୍ଜ ନଈ ଆସୁଥାଏ। ଏତିକି ବେଳେ ଜଣେ ପିଲା ଭିଜି ଭିଜିକି ବର୍ଷାରେ ଦୌଡ଼ି ଦୌଡ଼ିକି ଆସିଛି। ଖଣ୍ଡିଏ କାଗଜ ଦେଖେଇକି କହିଛି, ଭାଇନା, ତୁମ ପାଖରେ ଏଇ ଔଷଧଟି ଅଛି, ମୋତେ ଶୀଘ୍ର ଦିଅନ୍ତୁ। ମୋ ମା ବହୁତ ରୋଗରେ ପଡ଼ିଛନ୍ତି। ଡାକ୍ତର କହିଛନ୍ତି ଔଷଧଟି ତାଙ୍କୁ ଶୀଘ୍ର ଦେବାକୁ ହେବ, ଡେରି ହେଲେ କିଛି ବି ହୋଇଯାଇପାରେ। ରମେଶ ପ୍ରେସ୍କ୍ରିପ୍ସନ୍ ଦେଖିଛି। କହିଛି, ହଁ, ଅଛି ମୋ ପାଖରେ। ପିଲାଟି ବହୁତ ଖୁସି ହେଇଛି ଆଉ ଶୀଘ୍ର ଦେବାକୁ କହିଛି। ଏବେ ରମେଶ ବି ତରବରରେ ଔଷଧଟି ପ୍ୟାକିଂ କରିଦେଇଛି ଆଉ ପିଲାଟି ମଧ୍ୟ ନେଇକି ତୁରନ୍ତ ଫେରିଯାଇଛି। ପିଲାଟି ଚାଲିଗଲା ପରେ ରମେଶର ନଜର ପଡ଼ିଛି ସେଇ ଔଷଧ ଉପରେ। ଆରେ, ମୁଁ ଏ କ'ଣ କରିଥିଲି?
ତରବରରେ ମୁଁ ତାକୁ ଔଷଧ ବଦଳରେ ଆଉ ଏକ ଔଷଧ ଦେଇଦେଇଛି, ଯେଉଁଟାକି ଏକ୍ସପାୟର୍ଡ ହୋଇଯାଇଥିଲା। ଘରକୁ ଫେରିଲା ବେଳେ ଅଳିଆ ଗଦାରେ ପକେଇବି ରଖିଥିଲି। ମୁଁ ଏ କ'ଣ କରିଦେଲି ଆଜି? ମୋର ଟିକିଏ ଭୁଲ ପାଇଁ କାହାର ଜୀବନ ଚାଲିଯିବ। ଏଇ ନେଇ ଯେ କ'ଣ କରିବ ସେ କିଛି ବୁଝିପାରୁନଥାଏ। ହେ ଭଗବାନ, ମୁଁ ଏ କ'ଣ କରିଦେଲି? ଆଜି ପ୍ରଥମ ଥର ପାଇଁ ତାକୁ ଭଗବାନ ସ୍ମରଣ ଆସିଛନ୍ତି। ନିଜ ବାପା କହି ଯାଇଥିବା କଥାଟି ଜଳ ଜଳ କରି ମନେ ପଡ଼ି ଯାଉଥାଏ। ଚୁପଚାପ ସେଇ ଦୋକାନରେ ଥିବା ଫଟୋ ସାମ୍ନାକୁ ଯାଇଛି। ଆଖିରୁ ଧାର ଧାର ଲୁହ ଝରି ପଡ଼ୁଥାଏ। ହାତ ଯୋଡ଼ି ଭଗବାନଙ୍କୁ ବିନତି କରିଛି। ହେ ପ୍ରଭୁ, ବାପା ସବୁବେଳେ କହୁଥିଲେ କି ଭଗବାନ ଅଛନ୍ତି, ଆଉ ପ୍ରକୃତରେ ଯଦି ଆପଣ ଅଛନ୍ତି କିଛି ତ ଏକ ଚମତ୍କାର କରନ୍ତୁ ପ୍ରଭୁ। ଆପଣ ମୋତେ ଏଇ ପାପରୁ ରକ୍ଷା କରନ୍ତୁ। ଏମିତି ଭଗବାନଙ୍କୁ ବିନତି କରୁଥାଏ। ହଠାତ୍ ପଛପଟରୁ କିଏ ଡାକ ପକେଇଛି। ଭାଇ, ମୋର ଟିକେ ଭୁଲ ହେଇଗଲା। ଦୌଡ଼ି ଦୌଡ଼ି ଗଲାବେଳେ କାଦୁଅରେ ଗୋଡ଼ଟା ଖସିଗଲା। ଆଉ ତମେ ଯେଉଁ ଔଷଧଟି ଦେଇଥିଲ ସେଇଟା ତଳେ ପଡ଼ି ଭାଙ୍ଗି ଯାଇଛି। ଏବେ ତ ମୋ ପାଖରେ ଆଉ ପଇସା ବି ନାହିଁ ଆଉ ଗୋଟିଏ ଔଷଧ ନେବା ପାଇଁ। ଦୟାକରି ଔଷଧଟା ଆଉ ଥରେ ଦିଅନ୍ତୁ ନା, ମୁଁ କାଲି ତମର ପଇସା ଦେଇଦେବି। ରମେଶର ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ। ଭଗବାନଙ୍କର ହସୁଥିବା ଫଟୋ ଆଗରେ ବାର ବାର ମଥା ନତ କରୁଥାଏ। ହେ ପ୍ରଭୁ, ଆଜି ତ ବିଶ୍ୱାସ ହେଇଗଲା ପ୍ରଭୁ, ବାପା ସତ କହୁଥିଲେ ଯେ କେହି ତ ଜଣେ ଅଛନ୍ତି ଯେ ଆମ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି। ମୋତେ କ୍ଷମା କରିବେ ପ୍ରଭୁ, ମୁଁ ଆପଣଙ୍କୁ ଏଯାଏ ଚିହ୍ନି ପାରିନଥିଲି। ପୁଣି ପିଲାଟିକୁ ଔଷଧ ଦେଇଛନ୍ତି, କହିଛନ୍ତି ଆଉ କିଛି ପଇସା ଲାଗିବନି। ପିଲାଟି ଖୁସି ମନରେ ନିଜ ଘରକୁ ଚାଲି ଯାଇଛି। ଆଜ୍ଞା ମାନେ, ଆପଣ ଯେତେ ବି ବଡ଼ ହୋଇଥାନ୍ତୁ ନା କାହିଁକି, ବେଳେବେଳେ କିଛି ଏମିତି ସମୟ ଆସିଥାଏ ଯେଉଁଠି ସବୁ ପ୍ରଚେଷ୍ଟା ବିଫଳ ହୋଇଯାଇଥାଏ। ଆମର ଚିନ୍ତା ଚେତନା ଠାରୁ ଆହୁରି ବହୁତ ଉର୍ଦ୍ଧ୍ୱରେ। ସବୁ କିଛି ନିରାଶ ହେଲା ପରେ ବି ଯେଉଁଠି ଆଶା ସଞ୍ଚାର ହୋଇଥାଏ ନା, ସେଇ ହେଉଛନ୍ତି ଭଗବାନ। ସେ ଆପଣ ତାକୁ ଯେଉଁ ବି ନାମରେ ଡାକନ୍ତୁ ନା କାହିଁକି, ସମସ୍ତଙ୍କର ମାଲିକ ଜଣେ, ଯିଏକି ଆମର ଟିକି ନିଖି ଭାବରେ ସବୁ ହିସାବ ରଖୁଛନ୍ତି ଆଉ ଆମକୁ ନିୟନ୍ତ୍ରଣ କରୁଛନ୍ତି। ଆପଣ ଯେତେ ବି ବଡ଼ ହୋଇଥାନ୍ତୁ ନା କାହିଁକି, ଦୁନିଆରେ ଯେତେ ସଫଳ ହୋଇଥାନ୍ତୁ ନା କାହିଁକି, ଆପଣ ଯାହା ବି କିଛି କରନ୍ତୁ, କିନ୍ତୁ ଭଗବାନଙ୍କ ଉପରେ ଆସ୍ଥା ଛାଡ଼ନ୍ତୁ ନାହିଁ। ତ ଏଇ ଥିଲା ଆଜିର ଭିଡ଼ିଓଟି। ଯଦି ଭଲ ଲାଗିଥାଏ ନିହାତି ଭାବରେ ଗୋଟେ ଲାଇକ୍ କରିବେ, ତାକି ଆମକୁ ବି ପ୍ରେରଣା ମିଳିବ ଏମିତି ଭିଡ଼ିଓ ବନେଇବା ପାଇଁ। ଆଉ ଯଦି ପ୍ରଥମ ଥର ପାଇଁ ଆମ କାହାଣୀ ଶୁଣୁଥାନ୍ତି, ଚ୍ୟାନେଲଟିକୁ ନିହାତି ଭାବରେ ସବସ୍କ୍ରାଇବ୍ କରିବେ। ରହୁଛି, ଧନ୍ୟବାଦ ସମସ୍ତଙ୍କୁ।